ମୁଁ ଡାକ୍ତର ବଂଶୀଧର ସାହୁ, ସିନିୟର ସ୍ପେଶାଲିଷ୍ଟ ମେଡିସିନ, କିଡ୍ସ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ, ଡୁମଡୁମା, ଭୁବନେଶ୍ୱର। ଆଜି ହୃଦଘାତର କାରଣ ଏବଂ ନିରାକରଣ ବିଷୟରେ କିଛି ଆଲୋଚନା କରିବା। ହୃତ୍ପିଣ୍ଡ ନିଜେ ରକ୍ତ ପାଇଥାଏ ତିନୋଟି ଧମନୀ ଦ୍ୱାରା। ରାଇଟ୍ ସାଇଡରେ ରାଇଟ୍ କରୋନାରୀ ଆର୍ଟେରୀ ଏବଂ ବାମ ପାର୍ଶ୍ୱରେ ଲେଫ୍ଟ ଆଣ୍ଟେରିୟର ଡିସେଣ୍ଡିଂ ଏବଂ ଲେଫ୍ଟ ସର୍କମଫ୍ଲେକ୍ସ। ଯଦି କୌଣସି କାରଣରୁ ଏହି ତିନୋଟି ଧମନୀ ବା ଆର୍ଟେରୀ ମଧ୍ୟରୁ ଗୋଟିଏ କିମ୍ବା ଏକାଧିକ ଧମନୀ ବ୍ଲକ୍ ହୋଇଯାଏ କିମ୍ବା ଚୋକ୍ ହୋଇଯାଏ ବା ତା ଭିତରେ ରକ୍ତ ଜମାଟ ବାନ୍ଧିଯାଏ, ତାହେଲେ ହାର୍ଟ ଆଟାକ୍ ହୁଏ। ହାର୍ଟ ଆଟାକ୍ ଅତି ଭୟଙ୍କର ରୋଗ କାହିଁକି? କାରଣ ଯଦି ହାର୍ଟ ଆଟାକ୍ ହୁଏ ବା ହୃଦଘାତ ହୁଏ, ତାହେଲେ 30% ଲୋକ ଘରେ ମୃତ୍ୟୁବରଣ କରନ୍ତି। ହୃଦଘାତର କାରଣ କ'ଣ? କେଉଁମାନଙ୍କର ହୃଦଘାତ ବେଶୀ ହୋଇଥାଏ? ଯେଉଁମାନେ ଅତ୍ୟଧିକ ସ୍ମୋକିଂ କରନ୍ତି, ଯେଉଁମାନଙ୍କର ବ୍ଲଡ଼ ପ୍ରେସର କିମ୍ବା ଡାଇବେଟିସ୍ କଣ୍ଟ୍ରୋଲରେ ନଥାଏ, ଯେଉଁମାନଙ୍କର ମେଦବହୁଳତା ଥାଏ, ଯେଉଁମାନଙ୍କର କୋଲେଷ୍ଟ୍ରଲ୍ ମାତ୍ରାଧିକ ଥାଏ ଏବଂ ଯେଉଁମାନେ ସବୁବେଳେ ବସିକି କାମ କରନ୍ତି, କୌଣସି ଏକ୍ସରସାଇଜ କରନ୍ତିନି, ଚାଲବୁଲ କରନ୍ତିନି, ସିଡେଣ୍ଟାରୀ ଲାଇଫ୍ ଷ୍ଟାଇଲ୍ ଯେଉଁମାନଙ୍କର, ସେମାନଙ୍କର ହାର୍ଟ ଆଟାକ୍ ହେବାର ଚାନ୍ସ ବେଶୀ। ହାର୍ଟ ଆଟାକ୍ ହେଲେ କେମିତି ଜାଣିବା? ହୃଦଘାତ ହେଲେ ଛାତିର ମଧ୍ୟ ଭାଗରେ ଅତ୍ୟଧିକ ଯନ୍ତ୍ରଣା ହୁଏ। ଏଭଳି ଯନ୍ତ୍ରଣା ହୁଏ ଯେମିତି ଲାଗେ ଯେ ଛାତି ଉପରେ 100 କେଜିର ପଥର ଲଦା ହୋଇଛି କିମ୍ବା ବେକକୁ କିଏ ଚିପି ଧରିଛି। ବେଳେବେଳେ ଏହି ଯନ୍ତ୍ରଣା ପେଟର ଉପର ଭାଗରେ ହେଇପାରେ, ବାମ ହାତରେ ବି ହେଇପାରେ କିମ୍ବା ବେକରେ ବି ହେଇପାରେ। ଡାଇବେଟିସ୍ ମାନଙ୍କର ବିନା ଯନ୍ତ୍ରଣାରେ ବି ହୃଦଘାତ ହେଇପାରେ, ଯେଉଁଥିରେ ମୁଣ୍ଡ ବୁଲାଏ। ତାକୁ ଆମେ କେମିତି ଜାଣିବା? ଏହି ହୃଦଘାତ ରୋଗଟି ଆମେ ଇସିଜି, ବ୍ଲଡ଼ ଟେଷ୍ଟ ଡ୍ରପ୍ ଟି ଏବଂ ଇକୋକାର୍ଡିଓଗ୍ରାମ କରି ଆମେ ତାକୁ ଡାଇଗ୍ନୋସିସ୍ କରିଥାଉ। ହୃଦଘାତ ଯଦି ହୁଏ ତାହେଲେ ପ୍ରଥମେ ଆମେ କ'ଣ କରିବା ଉଚିତ? ଆମେ ସାଙ୍ଗେ ସାଙ୍ଗେ ଆସ୍ପିରିନ୍ ବା ଡିସ୍ପ୍ରିନ୍ 325 ମିଲିଗ୍ରାମ, କ୍ଲୋପ୍ଟୋଗ୍ରିଲ୍ 75 ମିଲିଗ୍ରାମ 4ଟି ଟାବଲେଟ୍ ଏବଂ ଆଟ୍ରୋସ୍ଟାଟିନ୍ 80 ମିଲିଗ୍ରାମ ଟାବଲେଟ୍ ସାଙ୍ଗେ ସାଙ୍ଗେ ଖାଇଦେବା ଉଚିତ। ଆମେ ଘରେ ମଧ୍ୟ ଏହାକୁ ସେବନ କରିପାରିବା। ଆମେ କୌଣସି ସମୟରେ ଆମେ ରାସ୍ତାରେ ଯାଉଥିବା, ଟ୍ରେନରେ ଯାତ୍ରା କରୁଥିବା, ତାକୁ ମଧ୍ୟ ଆମେ ଏଇ ଔଷଧ ଆମେ ଖାଇପାରିବା। କାରଣ ଏହାକୁ ଖାଇଲେ ନର୍ମାଲ ଲୋକ ଖାଇଲେ ବି କିଛି ଅସୁବିଧା ନାହିଁ। ତାପରେ ଆମେ ହସ୍ପିଟାଲ ସେଟଅପ୍ରେ ସେ ପେସେଣ୍ଟକୁ ଥ୍ରୋମ୍ବୋଲାଇସିସ୍ କରାଯିବ। ସେ ଭିତରେ ଯେଉଁ କ୍ଲଟ୍ ହେଇଛି ବା ରକ୍ତ ଜମାଟ ବାନ୍ଧିଛି ତାକୁ ଥ୍ରୋମ୍ବୋଲାଇସିସ୍ କରାଯିବ ଏବଂ ଆମକୁ ହେପାରିନ୍ ଇଞ୍ଜେକ୍ସନ୍ ଦିଆଯିବ ଏବଂ ସେ ଆମ ଯେଉଁ ସିଭିୟର ପେନ୍ ବା ବହୁତ ଜୋରରେ ଦରଜ ହୁଏ ଛାତିରେ, ତାହାକୁ ନାର୍କୋଟିକ୍ ଆନାଲଜେସିକ୍ ଦେଇ ତାକୁ ଠିକ୍ କରାଯିବ। ତାପରେ ତାକୁ ଗୋଟେ କାର୍ଡ଼ିଓଲୋଜି ସେଣ୍ଟରରେ ଯେଉଁଠି କ୍ୟାଥଲାବ୍ ଫାସିଲିଟି ଅଛି ସେଠାକୁ ପଠାଇ ତାଙ୍କର ଯେଉଁ ତାର ବ୍ଲକ୍ ଅଛି ସେ ବ୍ଲକ୍ଟାକୁ ବେଲୁନ୍ ଡାଇଲେଟେସନ୍ କରି ତାକୁ ଖୋଲାଯିବ, ଯାହାକୁ ଆଞ୍ଜିଓପ୍ଲାଷ୍ଟି ବୋଲି କୁହାଯାଏ। ଆଞ୍ଜିଓପ୍ଲାଷ୍ଟି କରିସାରିଲା ପରେ ସେଥିରେ ଗୋଟେ ଷ୍ଟେଣ୍ଟ ଲଗାଯିବ ଏବଂ ଭବିଷ୍ୟତରେ ଆଉ ହାର୍ଟ ଆଟାକ୍ ନ ହେବା ପାଇଁ ବା ହୃଦଘାତ ନ ହେବା ପାଇଁ ଔଷଧ ସେବନ କରିବାକୁ ପଡ଼ିବ ଏବଂ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ଧନ୍ୟବାଦ।